ଜୟ ଜଗନ୍ନାଥ। କଥା ମଲ୍ଲାର ଆଜି ଆପଣମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ଗପଟେ ନେଇ ଆସିଛି। ଆଚ୍ଛା କୁହନ୍ତୁ ତ, ଆପଣ ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିସାରିଥିବେ ନିଶ୍ଚୟ। ଆପଣଙ୍କ ପାଖ ପଡ଼ିଶା, ଚିହ୍ନା ଜଣା ସମସ୍ତଙ୍କୁ କଥା ମଲ୍ଲାର ସହିତ ପରିଚିତ କରେଇ ସାରିଛନ୍ତି ନା? ଯଦି ନ କରେଇଥିବେ ତେବେ ଏବେ କରେଇ ଦିଅନ୍ତୁ। ବେଲ୍ ଆଇକନକୁ ବି ଦବେଇ ଦେବାକୁ କୁହନ୍ତୁ। ଆଜି ଶୁଣିବା ଗପ ନୂଆଏ ପଥର ଧାରେ ଧାରେ। ରଚନା ଏବଂ ଉପସ୍ଥାପନା ମଧୁମିତା ମହାନ୍ତି। ଭୟଙ୍କର ରାତି, ବର୍ଷା, ବିଜୁଳି, ଘଡ଼ଘଡ଼ି। ସେମିତି ରାତିଟିଏକୁ ଏକା ଏକା ଅସୁସ୍ଥ ମା ସହିତ କାଟିବାର ଦାୟିତ୍ୱ ଆସି ପଡ଼ିଥିଲା ଚିତ୍ରା ଉପରେ। ରୋହିଣୀଙ୍କ ଦେହ ଭୟଙ୍କର ଖରାପ। ଥଣ୍ଡା, ଶ୍ୱାସ, ଆଜ୍ମା ରୋଗିଣୀ ସେ। ଏମିତି ପାଗରେ ଆହୁରି ବଢ଼ି ଯାଇଥିଲା ସବୁ ରୋଗର ପ୍ରକୋପ। ଧଡ଼ ଧଡ଼ ପଡ଼ୁଥିଲା ଉଠୁଥିଲା ଛାତି। ନିହାତି ଦରକାରୀ ଔଷଧଟି ବି ଆଜି ସରିଯାଇଛି। ଘରୁ ପାଦ କାଢ଼ିବାର ଉପାୟ ଆଦୌ ନାହିଁ। ଫୋନରେ ନେଟୱାର୍କ ବି ନାହିଁ। ନହେଲେ କାହାକୁ ବି ସାହାଯ୍ୟ ମାଗି ହେଇଥାନ୍ତା। ଚିତ୍ରା ଭୁଷୁଡ଼ି ଯାଉଥିଲା ନିଜ ଭିତରେ। ଠିକ୍ ସେତିକିବେଳେ ଫୋନ୍ଟା ବାଜି ଉଠିଲା। ନେଟୱାର୍କ ଆସିଗଲା ବୋଧହୁଏ। ବାପା ଫୋନ୍ କଲେ କହି ଆନନ୍ଦରେ ଉଛୁଳି ଉଠୁ ଉଠୁ ସ୍କ୍ରିନ୍ଟା ଦେଖିଦେଇ ନିରାଶାରେ ଭିଜିଗଲା ଚିତ୍ରା। ବାପା ନୁହେଁ, ଅଜଣା ନମ୍ବରରୁ କଲ୍ଟେ। କିଏ? ଭାବୁ ଭାବୁ ଫୋନ୍ ଅନ୍ କଲା ସେ। ଚିତ୍ରା, ଚିତ୍ରା, ପ୍ଲିଜ୍ ଶୁଣ ଚିତ୍ରା, ଫୋନ୍ ରଖନି। ମୋ କଥା ଶୁଣ। ବିଶ୍ୱାସ କର, ମୁଁ ତୁମକୁ ବହୁତ ଭଲ ପାଏ। ଏମିତି ସମୟରେ ପ୍ରଭଞ୍ଜନର ସ୍ୱର ପୁଣି ଏ ପ୍ରେମ ନିବେଦନ ଶୁଣି ଭୟଙ୍କର ବିରକ୍ତ ହେବା ପରିବର୍ତ୍ତେ ନିରାଶ ହେଇଗଲା ଚିତ୍ରା। ତା ପିଛା ଯେ ଛାଡ଼ୁନି ପ୍ରଭଞ୍ଜନ। ଏନା ରାଗିବା କି ବୁଝେଇବା ଭଳି ମନ ନଥିଲା ଚିତ୍ରାର। ଠିକ୍ ସେତିକିବେଳେ ଭୟଙ୍କର ଶବ୍ଦ କରି କାଶି ଉଠିଲେ ରୋହିଣୀ। ତାଙ୍କ ପିଠିକୁ ଆଉଁସୁ ଆଉଁସୁ ଚିତ୍ରା ଶୁଣିଲା, କ'ଣ ହେଲା ଚିତ୍ରା? ମାଉସୀଙ୍କ ଦେହ ଭଲ ନାହିଁ? ଶୁଣ ଶୁଣ, ମୁଁ ଯିବି। ନହେଲେ କୁହ କ'ଣ ଔଷଧ ଦରକାର? ମୁଁ ଆମ ଦୋକାନ ଖୋଲିଦେଇ ନେଇ ଆସିବି। କୁହ। ଚିତ୍ରା ସ୍ୱାର୍ଥପର ହେଇଗଲା। ଚିତ୍ରା ଭୁଲିଗଲା ପ୍ରଭଞ୍ଜନ ସହିତ ସବୁ କଟୁତିକ୍ତ ମୁହୂର୍ତ୍ତ। ଚିତ୍ରାର ମନେ ପଡ଼ିଲାନି ଏମିତି ପିଲାଠାରୁ ଅସମୟରେ ହଉ ପଛେ ସାହାଯ୍ୟ ନେବାଟା ମୂର୍ଖାମି। ତା ଆଖି ଆଗରେ ଖାଲି ଥିଲା ତା ମାଆର ଯନ୍ତ୍ରଣା ଦଗ୍ଧ ଛଟପଟ ହେଉଥିବା ଶରୀରଟା। ସେ କହିଦେଲା ଔଷଧର ନାଁ। ସେପଟୁ ଶୁଭିଲା, ହଉ ଠିକ୍ ଅଛି। ମାତ୍ର 25 ମିନିଟ୍ ଭିତରେ ପ୍ରଭଞ୍ଜନ ତା ଡାକ୍ତର ଦାଦାକୁ ପଚାରି ତତ୍କ୍ଷଣାତ୍ ଉପଶମ ପାଇଁ ଔଷଧଟିର ନାଁ ବୁଝିଲା। ନିଜ ଦୋକାନ ଖୋଲି 2ଟା ଯାକ ଔଷଧ ଆଣି ଏତେ ପ୍ରତିକୂଳ ପାଗକୁ ଫୁଟକିରେ ଉଡ଼େଇ ଦେଇ ଚିତ୍ରା ଦୁଆରେ ଠିଆ ହେଲା ବେଳକୁ ଚିତ୍ରା ଭାବୁଥିଲା ତା ପାଖେ ହାତ ପାତି ସେ ଭୁଲ କରିଛି ନା ଠିକ୍? ସରି ଚିତ୍ରା, ଟିକେ ଡେରି ହେଇଗଲା ବୋଲି ସେ କହୁ କହୁ ଆକାଶ ପୃଥିବୀ ଥରେଇ ଭୟଙ୍କର ଘଡ଼ଘଡ଼ି ମାରିଦେଲା ସତେକି ଏଇଠି କୋଉଠି। ବିକଳରେ ଚିତ୍ରା କିଛି ନ ଭାବି ତା ହାତ ଧରି ଭିତରକୁ ଟାଣି ଆଣି କବାଟ ବନ୍ଦ କରିଦେଲା। ରୋହିଣୀ ଟିକେ ଠିକ୍ ହେଲା ପରେ ସେ ଉଠି ଠିଆ ହେଲା। କହିଲା, ଏଥର ଯିବାକୁ ହେବ। ଚିତ୍ରା କହିଲା, ରହିଯାଅ, ବାହାରଟା ଟିକେ ଶାନ୍ତ ହେଇଯାଉ। ବାହାର ଶାନ୍ତ ହେବାକୁ ଅପେକ୍ଷା କଲେ ମୋ ଭିତର ଅଶାନ୍ତ ହେଇଯିବ ଯେ। ସମ୍ଭାଳିବ ତ ସେତେବେଳେ ମତେ। ମୁଗ୍ଧ କଣ୍ଠରେ ପ୍ରଭଞ୍ଜନ ଏତିକି କହୁ କହୁ ଲାଜରେ ଭିଜିଗଲା ଚିତ୍ରା। କାଲି ସକାଳୁ ତୁମ ଦାଣ୍ଡରୁ ମୁଁ ବାହାରିଲେ ଯୋଉ ଅପବାଦ ନାଗରା ତମ ନାଁରେ ପିଟି ହବ ଶୁଣିପାରିବ? ହସିଦେଲା ସିଏ। ପ୍ରଭଞ୍ଜନ ଚାଲିଗଲା। ମୂର୍ତ୍ତିଟେ ପରି ଠିଆ ହେଇଥିଲା ଚିତ୍ରା। ଇଏ ସେଇ ପିଲା, ଘୃଣା ବିଦ୍ୱେଷ ଛଡ଼ା ଯାହା ପାଇଁ ତା ମନରେ ବିନ୍ଦୁଏ ବି ଅନୁକୂଳ ମନୋଭାବ ନଥିଲା। ପ୍ରଭଞ୍ଜନ ଏଇ ବର୍ଷ କଲେଜକୁ ଆସିଛି। ଆଉ ତାରି ପାଇଁ ଦୁନିଆ ଝାମେଲା। ସେ କୁଆଡ଼େ ମଦ ପିଏ, ଚୋରି କରେ,
ଦିନକୁ ଗୋଟାଏ ଗାର୍ଲଫ୍ରେଣ୍ଡ ବଦଳାଏ। ତେବେ ଚିତ୍ରା ସେସବୁରେ ଆଦୌ ମୁଣ୍ଡ ଖେଳି ନଥାନ୍ତା ଯଦି ସେଦିନ +2 ଫାର୍ଷ୍ଟ ଇୟରର ସେ ଝିଅଟା ବିକଳ ହୋଇ ଦୌଡ଼ି ଆସିନଥାନ୍ତା ତା ପାଖକୁ। ଧଇଁ ସଇଁ ହୋଇ ଝିଅଟା କହିଲା, ନାନୀ, ସମସ୍ତେ କହିଲେ ବୋଲି ତୁମ ପାଖକୁ ଆସିଲି। ପ୍ରଭଞ୍ଜନ ଆଡ଼କୁ ହାତ ଦେଖେଇ କହିଲା, ଏଇ ଯୋଉ ପିଲା ଆଉ ତାର 2-3ଟା ସାଙ୍ଗ ମୋତେ ବହୁତ ହଇରାଣ କରୁଛନ୍ତି। ସେତେବେଳକୁ ଚିତ୍ରାର ଆଖିରେ ପ୍ରଳୟର ତାଣ୍ଡବ। ସିଧାସଳଖ ସେ ମାଡ଼ିଗଲା ପ୍ରଭଞ୍ଜନ ଆଡ଼କୁ। ତା ସାମ୍ନାରେ ଠିଆ ହେଇ କହିଲା, ଆଚ୍ଛା, ତୁମମାନଙ୍କୁ ଲଜ୍ଜା କି ସଂକୋଚ କିଛି ଲାଗେନି ଏଇ ପିଲାଗୁଡ଼ାକ ପଛରେ ପଡ଼ିଲା ବେଳେ? ପାଦେ ଆଗକୁ ଆସୁଥିବା ପ୍ରଭଞ୍ଜନକୁ ପଛଆଡ଼ୁ ଟାଣିଦେଲା କିଏ ଗୋଟେ। ଯାଅନି ଦାଦା, ସେଟା ନାଗୁଣୀଟା। ତାକୁ ଠେଲିଦେଇ ପ୍ରଭଞ୍ଜନ ଗୋଟେ ହିରୋ ଷ୍ଟାଇଲରେ ଆଗକୁ 2 ପାଦ ଆସି କହିଲା, ତାହେଲେ ଆସ, ଆମେ ତୁମ ପଛରେ ପଡ଼ିବୁ। ମୋର ତ ଖାଲି ଚିଡ଼ିଆ 4-6ଟା ଦରକାର। ସେ ଯିଏ ହେଲେ ଚଳିବ। ସେମିତି କିଛି ବାଛ ବିଚାର ମୋ ଭିତରେ ନାହିଁ। ଚିତ୍ରାକୁ ଟାଣୁଥିଲେ ଲିପ୍ସା, ଅନୁ, ପ୍ରଭା ସମସ୍ତେ। ହେଲେ ସିଏ କି ଶୁଣିବା ଝିଅ। ଯୁକ୍ତିତର୍କ ବଢ଼ି ବଢ଼ି ଚାଲିଲା। ଗଣ୍ଡଗୋଳ ଖବର ଶୁଣି ପ୍ରିନ୍ସିପାଲ ଆଉ କେତେଜଣ ଅଧ୍ୟାପକଙ୍କ ସହିତ ସେଇଠି ଜମା ହେଇସାରିଥିଲେ। ଶେଷରେ ଚିତ୍ରା ବିରକ୍ତ ହୋଇ ଥାପଡ଼ଟିଏ ପକେଇଦେଲା ପ୍ରଭଞ୍ଜନ ଗାଲରେ। ସେଇଠି କଲେଜ କରିଡରରେ ସମସ୍ତଙ୍କ ଆଗରେ। ନଇନା ଜବରଦସ୍ତ ଚିତ୍ରାକୁ ଟାଣି ନେଇ ତା ଗାଡ଼ିରେ ପୁରେଇ ଘରେ ଛାଡ଼ି ଦେଇ ଆସିଲା। ଲିଜା ରାତିରେ ଫୋନ୍ କରିଥିଲା। ସେ ଗୋଟେ ଗୋଖର ସାପ, ତୁ ତାକୁ ଚିହ୍ନିନୁ। ତା ଦେହରେ ହାତ ଦେଇ ତୁ ଜମା ଠିକ୍ କରିନୁ। ଅନୁ ସନ୍ଧ୍ୟାରେ ଘରକୁ ଆସି କହିଲା, ତୁ ବରଂ କଲେଜ ବଦଳେଇ ଦେ। ପ୍ରଜ୍ଞା କାନ୍ଦି କାନ୍ଦି ରୋହିଣୀକୁ କହିଲା, ତା ବାହାଘର କରିଦିଅନ୍ତୁ ମାଉସୀ। ହେଲେ ଅଦ୍ଭୁତ, କିଛି ବି ହେଲାନି। ବରଂ ତା ପରଦିନ କଲେଜରେ ଚିତ୍ରା ଆଗରେ ହାତ ଯୋଡ଼ିଥିଲା ପ୍ରଭଞ୍ଜନ। କ୍ଷମା କରିଦିଅ, ଭୁଲ ହେଇଗଲା, ଆଉ ଏମିତି କେବେ ବି ହବନି। ତା ପରଠୁ ପ୍ରଭଞ୍ଜନ ପୁରାପୁରି ବଦଳି ଯାଇଥିଲା। ଠିକ୍ ସମୟରେ କଲେଜ ଆସୁଥିଲା, ନିୟମିତ କ୍ଲାସ କରୁଥିଲା, ଲିଜର ବେଳେ କ୍ୟାଣ୍ଟିନ୍ ନୁହେଁ ଲାଇବ୍ରେରୀରେ ବସି ପଢ଼ୁଥିଲା। ଶୁଣାଯାଉଥିଲା, ମଦ ଦୋକାନ ବାରଣ୍ଡା ବି ସେ ମାଡ଼ୁନି। ସେଦିନ ଚିତ୍ରାର ମୋବାଇଲକୁ ମେସେଜଟେ ଆସିଲା। ନମ୍ବରଟା ଅଜଣା। ତଥାପି ଚିତ୍ରା ପଢ଼ିଲା, ଆଇ ଲଭ୍ ୟୁ। ହସି ପକେଇଲା ସିଏ। ଆରେ ଇଏ କିଏ? ସିଧାସଳଖ କହିବାର ସାହସ ନାହିଁ। 3-4 ଘଣ୍ଟା ସିଏ ସେ କଥା ଭାବିଲା, ତାପରେ ଭୁଲିଗଲା। ତା ପରଦିନ, ପୁଣି ତା ପରଦିନ। ସବୁଦିନ ନୂଆ ନୂଆ ମେସେଜ, ଭାଷା ଭିନ୍ନ, ଭାବ ଏକ। ସେଦିନ ଆଉ ମେସେଜ ନୁହେଁ, ସିଧାସଳଖ ଫୋନ୍। ହ୍ୟାଲୋ, ମୁଁ ପ୍ରଭଞ୍ଜନ କହୁଛି ଚିତ୍ରା। ମୋ ମେସେଜ ସବୁ ତ ପଢ଼ିଥିବ। ତୁମଠୁ କିଛି ଉତ୍ତର ନ ପାଇ ଫୋନ୍ କଲି। ତୁମ ମତ କ'ଣ? ଏତେ ସାହସୀ ଝିଅଟା ବି ଏଇ କଥାଟାରେ ଝାଳରେ ଗାଧେଇ ପଡ଼ିଲା। ହଠାତ୍ ମିଛଟେ ତା ପାଟିରୁ ବାହାରିଗଲା, କି ମେସେଜ? ମୁଁ ପଢ଼ିନି ତ। ପ୍ରଭଞ୍ଜନର ହସ ସେପଟୁ ଶୁଭିଲା। ନ ପଢ଼ିବା ଝିଅଟାର ସ୍ୱର ଅଲଗା ଚିତ୍ରା, ଏମିତି ନୁହେଁ। ଠିକ୍ ଅଛି, ତୁମ ମତ ମୋତେ 7 ଦିନ ଭିତରେ ଜଣାଅ। 7 ଦିନ ନୁହେଁ, 7 ମୁହୂର୍ତ୍ତ ଭିତରେ ଚିତ୍ରା ନିଜକୁ ସଜାଡ଼ି ନେଲା। ଛି, ଭଲ ପାଇବା ଭଳି ବିଳାସ କ'ଣ ଚିତ୍ରା ଭଳି ଅଗ୍ନିବର୍ଷୀ ଝିଅଟିକୁ ଶୋଭା ପାଏ? ବାପାଙ୍କ ଦେହ ଭଲ ରହୁନି, ମା ତ ସହଜେ ରୋଗିଣୀ। ଛୋଟ ଛୋଟ ଭାଇ ଭଉଣୀ 2ଟାଙ୍କର ପଢ଼ିବା କଥା ବି ଅଛି। ଏତିକି ବେଳେ ସେ ପ୍ରେମ କରିବ? ରାତି ଜାଗି ସ୍ୱପ୍ନ ଦେଖିବ? ଦିନସାରା ସେ ସ୍ୱପ୍ନକୁ ମନେ ପକେଇ ହସ ହସ ମୁହଁରେ ବୁଲିବ ଇଆଡ଼େ ସିଆଡ଼େ। ସିଧାସଳଖ ତା ପରଦିନ କହିଦେଲା, ମୁଁ ନୁହେଁ ପ୍ରଭଞ୍ଜନ, ଆଉ କାହାକୁ ଦେଖ। ହାତ ଯୋଡ଼ି ପକେଇଲା ପ୍ରଭଞ୍ଜନ। ସମସ୍ତଙ୍କଠୁ ତ ତୁମେ ଅଲଗା ଚିତ୍ରା, ସେଇଥିପାଇଁ ସିନା। ପ୍ରଭଞ୍ଜନ କିନ୍ତୁ ତା ଚେଷ୍ଟା ଛାଡ଼ି ନଥିଲା। ଆଜି ଏ ବିଧ୍ୱସ୍ତ ରାତିରେ ମା ପାଇଁ ଦେବଦୂତଟିଏ ସାଜିଗଲା ପରେ ଚିତ୍ରାକୁ ଲାଗୁଛି ବୋଧହୁଏ ସେ ହାରିଗଲା। ପ୍ରଭଞ୍ଜନ ହିଁ ଜିତିଗଲା। ପଢ଼ାପଢ଼ିରେ ଟିକେ ବି ହେଳା ନ କଲେ ବି ଚିତ୍ରା ଲାଗି ଲାଗି ପ୍ରଭଞ୍ଜନ ପାଇଁ ଟିକେ ସମୟ ବାହାର କଲା। ସେମାନେ ପାର୍କ ଗଲେ,
ନଈକୂଳ, କ୍ୟାଫେ, ବସଷ୍ଟାଣ୍ଡ କି ସମୁଦ୍ର ବାଲିରେ ଏକାଠି ହେଲେ। ମନ ନାଇଁ ନାଇଁ କରୁଥିଲେ ବି ହୃଦୟ କହୁଥିଲା ତା ଭିତରେ କ'ଣ ସବୁ ନୂଆ ନୂଆ ଗଢ଼ାଗଢ଼ି ଚାଲିଛି। ଶନିବାର ଦିନ ପ୍ରଭଞ୍ଜନ ଭାରି ବ୍ୟସ୍ତ ହେଇ କହିଲା ଆସନ୍ତାକାଲି ତାକୁ ଯେମିତି ହେଲେ ଫାର୍ମ ହାଉସ୍ ଯିବାକୁ ପଡ଼ିବ। ସେତେବେଳେ ଯାଇ ଚିତ୍ରା ବୁଝିଲା ପ୍ରଭଞ୍ଜନ ତା ଭିତରେ କେତେ ଜାଗା ଅକ୍ତିଆର କରି ସାରିଲାଣି। କୋହ ଉଠି ଆସି ତା ତଣ୍ଟି କାଟିଲା, ଆଖି ପୋଡ଼ିଲା ଲୁହକୁ ଚାପୁ ଚାପୁ। ଗୋଟେ ଦିନ ସେ ତାକୁ ଦେଖିବନି, କେମିତି ରହିବ? କିଏ ଜାଣେ ଫାର୍ମ ହାଉସ୍କୁ ନିପଟ ମଫସଲର କୋଉ କୋଣରେ ନେଟୱାର୍କ ସେଠି ଆସୁଥିବ କି ନାହିଁ। ତା କମ୍ପିତ ଓଠ, ଅବନତ ଆଖିକୁ ଦେଖି ହସି ପକେଇଲା ପ୍ରଭଞ୍ଜନ। ଆରେ ଦିନଟେ ମତେ ଛାଡ଼ି ରହିବା କଥା ଭାବି ପାରୁନ? ଚାଲ ତେବେ ମୋ ସହିତ, ଗାଁ ଦେଖିବ, ନଈକୁ ବୁଝିବ, ପୁଣି ବାଉଁଶ ଗଛର ଗୀତ ଶୁଣିବ। ତାପରେ ଜିଦ୍ କଲା ଚାଲ ନା, ତମକୁ ବି ମୁଁ କେମିତି ଛାଡ଼ି ରହିବା କଥା ଭାବିଦେଲି। ଚିତ୍ରା ଘରେ ପ୍ରଥମ ଥର ପାଇଁ ମିଛ କହିଲା। ଲାପଟପରେ ଆଣ୍ଟିଭାଇରସ୍ ଲୋଡ୍ କରିବାକୁ ଯାଉଛି, ସନ୍ଧ୍ୟାରେ ଫେରିବି କହି ଚାଲିଗଲା ପ୍ରଭଞ୍ଜନ ସହିତ ତା ଗାଁକୁ। ଚମତ୍କାର ଗାଉଁଲି ରୋଷେଇଟେ କରିଥିଲା ଜଗୁଆଳୀର ସ୍ତ୍ରୀ। ଗରିଷ୍ଠ ଭୋଜନ ପରେ ଟିକେ ଗଡ଼ୁ ଗଡ଼ୁ ଚିତ୍ରାର ଆଖି ଟିକେ ଲାଗି ଆସୁଥିଲା। ଅଧା ନିଦରେ ପହଁରୁ ପହଁରୁ ସେ ଅନୁଭବ କଲା ତା ଦେହ ଉପରେ ଖୁବ୍ ଓଜନିଆ କିଛି ଗୋଟେ ଆଶ୍ରା ଖୋଜୁଛି। ନାକରେ ବାଜିଲା ବେଶ୍ ଗୋଟେ ଅଚିହ୍ନା ଉତ୍କଟ ଗନ୍ଧ। ନିଦ ଛାଡ଼ିଗଲା ଆଖିରୁ। ପାଖ ଟିପଇ ଉପରେ ସେ ପର୍ଯ୍ୟନ୍ତ ଥିଲା ଠିପି ଖୋଲା ଅବସ୍ଥାର ବିଦେଶୀ ପାନୀୟର ବୋତଲ। ତା ଦେହ ଭିତରେ ଆଶ୍ରା ଖୋଜୁଥିଲା ପ୍ରଭଞ୍ଜନର ଦୁଇ ଅମାନିଆ ହାତ ପାପୁଲି। ଉନ୍ମୁକ୍ତ ପ୍ରଭଞ୍ଜନ ଅସଂଯତ ହେଇ ପଡ଼ୁଥିଲା। ତାର ଏକଦମ ଅନିଚ୍ଛାରେ ନାରୀ ପୁରୁଷ ସମ୍ପର୍କିତ ସେ ଗର୍ହିତ କାମଟି ସମ୍ପନ୍ନ ହେଇଗଲା। ବୟସ ଜିତିଗଲା, ଉଚ୍ଛ୍ୱାସର ଜୟ ହେଲା। କ୍ଳାନ୍ତ ଶ୍ରାନ୍ତ ଅଚେତ ଦେହ ତାର ପଡ଼ି ରହିଲା ପରିତ୍ୟକ୍ତ ଶେଯର ଧାରରେ। ପ୍ରଭଞ୍ଜନର ବିନା ପ୍ରଚେଷ୍ଟାରେ ବେଶ୍ କିଛି ସମୟ ପରେ ତାର ଚେତନା ଫେରି ଆସିଲା। ପ୍ରଭଞ୍ଜନ ତାକୁ ଚାହିଁ ଟିକେ ହସିଲା। କହିଲା କୋଉଥିରେ ଦେଖିବ? ମୋବାଇଲ, କ୍ୟାମେରା ନା ଲାପଟପ୍? ଚିତ୍ରା ପଚାରିଲାନି କ'ଣ, କାହିଁକି ଦେଖିବି, କେମିତି? ନିଜ ଆଡ଼ୁ ପ୍ରଭଞ୍ଜନ କହିଲା ଲାପଟପରେ ଦେଖିଲେ ଭଲ ଲାଗିବ। ଇସ୍, ଆଖି ବନ୍ଦ କରିଦେଲା ଚିତ୍ରା। ଛି ଛି, କି ଅଶ୍ଳୀଳ ଦୃଶ୍ୟ। ଆଜିର ପ୍ରଭଞ୍ଜନର ଉନ୍ମାଦନାର ପ୍ରତ୍ୟେକ ଦୃଶ୍ୟ ବନ୍ଦୀ ହୋଇଛି ସେଥିରେ। ଚିତ୍ରା ଅଧୀର, ଚିତ୍ରା ଆତୁର, ଚିତ୍ରା ବିକଳ। ତା ସତ୍ତ୍ୱେ ମଧ୍ୟ ସେ ଅଛି ସେ ଦୃଶ୍ୟରେ ସମ୍ପୂର୍ଣ୍ଣ ଭାବରେ ଆରମ୍ଭରୁ ଶେଷ ଯାଏ। ଏଇଟା କିଛି ନୁହେଁ। କଲେଜ କରିଡରରେ ସେଦିନ ଚାପୁଡ଼ାର ମୂଲ୍ୟ। ମୂର୍ଖ ଝିଅ, ତୁ କ'ଣ ଭାବିଥିଲୁ ପ୍ରଭଞ୍ଜନ ରାୟଚୌଧୁରୀର କଲିଜା ଏତେ ନରମ ଯେ ସେ ପ୍ରେମ କରିବ ତୋ ଭଳି ଗୋଟେ ଉଦ୍ଧତ ଗର୍ବୀ ଝିଅକୁ? ପ୍ରଭଞ୍ଜନର କୁଟିଳ ହସ ଭିତରୁ ପୁଣି ଛିଟ୍କି ଆସିଲା ଶବ୍ଦ କେତୋଟି। ବାକି ସବୁ ଗାଳି ଶୁଝିଯିବ ସେତେବେଳେ, ଯେତେବେଳେ ତୁ କାଲି କଲେଜରେ ପାଦ ଥାପିଲା ବେଳକୁ ଦେଖିବୁ ସମସ୍ତେ କ୍ଲାସ୍ ଛାଡ଼ି ନିଜ ନିଜର ମୋବାଇଲ ଦେଖୁଥିବେ, ତୋର ଭିଡ଼ିଓ ସହିତ ତତେ ମିଶଉଥିବେ। ବିଶ୍ୱାସ କର, ମୋ ମୁହଁଟା ସେଥିରେ ଆଦୌ ନଥିବ। ଆଜି ରାତି ଜାଗି ପୁରା ଏଡିଟିଂଟା ସାରିବାକୁ ପଡ଼ିବ। ଏଥର ପାଦଟେ ଉଠେଇବା ଆଗରୁ 100 ଥର ନୁହେଁ, 1000 ଥର ଭାବିବୁ ଉଠିଲା ପାଦଟା କୋଉଠି ଥୋଇବୁ। ନହେଲେ ମୋ ଭଳି ଗୋଖର ଲାଙ୍ଗୁଡ଼ରେ ଯଦି ବାଜିଯିବ ନା, ଦେଖ ଏ ଜୀବନର ବାକି ଆୟୁଷ ତ ତୋର ନଷ୍ଟ ହେଇଗଲା ବୋଲି ଜାଣ। ଆସନ୍ତା ଜନ୍ମ କେମିତି ସୁଧୁରିବ ଭାବ। ଚିତ୍ରା ଚାହିଁଥିଲା ସେମିତି। ତା ଆଖିର ଡୋଳା ପୂରା ସ୍ଥିର। ସ୍ପଷ୍ଟ ସ୍ଥିର ସ୍ୱରରେ ସେ କହିଲା ବାକି ଆୟୁଷ ମୋର ନଷ୍ଟ ହେଇଗଲା? ମାନେ ମୁଁ ଆତ୍ମହତ୍ୟା କରିଦେବି? କଲେଜ ଯିବା ବନ୍ଦ କରିଦେବି? ବଂଶର ସମ୍ମାନ ଭୁଲୁଣ୍ଠିତ ହେବା ଆଶଙ୍କାରେ ଘର କୋଣରେ ବସି
ଭୋ ଭୋ କାନ୍ଦିବି? ହସିଲା ସିଏ। କହିଲା, ନା, କିଛି କରିବିନି। କାଲି ହିଁ ମୁଁ କଲେଜ ଯିବି। ସମସ୍ତେ ଦେଖୁଥିବେ ମୋବାଇଲରେ ଏ ଉତ୍ତେଜକ ଚିତ୍ର। ପୁଣି ଦେଖିବେ ଦର୍ପିତ ଭଙ୍ଗୀରେ ଚାଲୁଥିବା ଚିତ୍ରାକୁ। ମୋ ମୁଣ୍ଡ ଟିପେ ବି ନଇଁବନି। କାରଣ କେବଳ ତୋତେ ବିଶ୍ୱାସ କରିବା ଭିନ୍ନ ଏ ସମଗ୍ର ଘଟଣାରେ ମୋର ଭୁଲ କୋଉଠି? ଯଦି ମୋର ଭୁଲ ନାହିଁ, ମୁଁ ପ୍ରାୟଶ୍ଚିତ କରିବି କାହିଁକି? ବରଂ ଯଦି କିଏ ମୁହଁ ଦିଶୁନଥିବା ତୋ ନାଁ ପଚାରେ, ମୁଁ ଆରାମରେ କହିଦେଇ ପାରିବି ତୁ କିଏ। ଜୀବନ ନଷ୍ଟ କେତେବେଳେ ହୁଏ ଜାଣୁ? ଯେତେବେଳେ ତୋ ଭଳି କୋଉ ପୁରୁଷ ପାଖରେ ପତ୍ନୀର ମର୍ଯ୍ୟାଦା ପାଇବା ପାଇଁ ପରିତ୍ୟକ୍ତା ନାରୀଟି ବିନତି କରୁଥାଏ ସେତେବେଳେ। ଆଜିର ଏ ଘଟଣା ପରେ ଖାଲି ତୁ ନୁହେଁ, କୌଣସି ପୁରୁଷକୁ ମୁଁ ସାରା ଜୀବନ ପାଇଁ ବିଶ୍ୱାସ କରିବା ଛାଡ଼ିଦେଲି। ବିବାହ, ସଂସାର, ସନ୍ତାନର ସ୍ୱପ୍ନ ନାହିଁ ଯେତେବେଳେ, ମୋ ଜୀବନ ମୁଁ ଏକା ଏକା ଗଢ଼ିବି, ଏକା ଏକା ଜୀଇଁବି। ନଷ୍ଟ ନୁହେଁ, ବରଂ ସ୍ପଷ୍ଟ ହେଇଗଲା ମୋ ଭବିଷ୍ୟତ ଜୀବନର ଚିତ୍ର ମୋ ଆଖି ଆଗରେ। ବୁଝିଲୁ? ନିର୍ବସ୍ତ୍ର ଅଙ୍ଗ ସବୁ ନାରୀଙ୍କର ସମାନ। ତୁ କାହାକୁ ଅଧିକା କଣ ଦେଖେଇବୁ? କେତେଦିନ ଲୋକ ଏ ଉତ୍ତେଜନାରେ ଉତ୍ତେଜିତ ହେଇ ରହିବେ? 2 ଦିନ, 4 ଦିନ, ମାସେ କି 2 ମାସ? ମୋ ବାପା ମା ମୋତେ ବୁଝନ୍ତି। ସେମାନେ ବି ମୋ ଦୁଃଖରେ ଭିଜି ଭିଜି ଡିପ୍ରେସନର ଶିକାର ହେବେ ବୋଲି ଜମା ଭାବନା। ଏତେ ପରେ ଆଙ୍ଗୁଳି ଉଠେଇଲା ଚିତ୍ରା। କହିଲା, ପାଦଟେ ଉଠେଇବା ଆଗରୁ ଏଥର ଭାବିବା ଦାୟିତ୍ୱ ତୋର, ମୋର ନୁହେଁ। କହିଲା ଏବଂ କବାଟ ଖୋଲି ସିଧା ବାହାରିଗଲା ଗେଟ୍ ବାହାରକୁ। ଥରେ ବି ଚିନ୍ତା କଲାନି କେମିତି ଫେରିବ ଏତେ ଗୁଡ଼ିଏ ରାସ୍ତା ଏକା ଏକା। ଶୁଣୁଥିଲେ ଗଳ୍ପ ନୂଆ ଏ ପଥର ଧାରେ ଧାରେ। ପ୍ରେମ ଆଉ ପ୍ରତାରଣା ଆଜିର ନୁହେଁ, କୋଉ ଯୁଗ ଯୁଗର କାହାଣୀ। ତେବେ ଯିଏ ଭାଙ୍ଗିଯାଏ ସେ ହାରିଯାଏ। ମୁଣ୍ଡ ଉଠେଇ ଚାଲିବା ଶିଖିଲେ ବାକି ସବୁ ପ୍ରତିବନ୍ଧକ ଆପେ ଆପେ ଏଡ଼େଇ ହେଇଯାଏ। ଗପଟି ଯଦି ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ଆମ କମେଣ୍ଟ ବକ୍ସକୁ ଯାଆନ୍ତୁ ଏବଂ କମେଣ୍ଟ ଦିଅନ୍ତୁ। ମୁଁ ପୁଣି ଥରେ ଆଉ ଗୋଟେ ସୁନ୍ଦର ଗପ ନେଇ ଆସିବି। ସେ ଯାଏ ରହୁଛି। ନମସ୍କାର।